तो आम मैंने आरंभ करवा प्रार्थना करके आम मैंने आरंभ करवा आम मध्य माधव भाई अच्छा से आरंभ प्रार्थना करेंगे तापर आम मैंने आरंभ करवा। समस्त को प्रभु जीशु ख्रीष्ट नाम नमस्कार। आसंता मैंने प्रार्थना करवा। धन्यवाद दूसरो दयाल पिता परमेश्वर आपंकर गौरव महिमा प्रशंसा हो पिता आज यही संध्या कालीन समय रे आम को उपस्थित कर ऑनलाइन माध्यम रे पिता आरंभ शेष पर्यंत आम समस्त सहवर्ती जेपरी कौन प्रकार रे इंटरनेट प्रॉब्लम जेपरी न हुए पिता एवं श्रृंखलित भाव रे क्लास को जेपरी आमने करि पारिबु एवं जो समस्त वाक्य गुड़िक जो भाई भाग नहीं पिता जेपरी आम निकट में सुंदर भाव में प्रकाश करें आप वाक्य गुड़िक से साहाय्य करंतु बुद्धि एवं ज्ञान प्रदान करंतु पिता पिता एठारे ये ऑनलाइन माध्यम रे जते भी जॉइन होते पिता समस्त को आप बुद्धि एवं ज्ञान प्रदान करंतु जेपरी आपनकर वाक्य गुड़िक बुझी आपनकर गौरव महिमा प्रशंसा करें। धन्यवाद दे छोटिया प्रार्थना आपनकर द्वितीय पुत्र मन प्रार्थना करता श्री प्रभु यीशु ख्रीष्ट नाम रे मांगु आमेन। आमेन धन्यवाद। गोटे छोट गीत मु गाइबी तापर आम मैंने वाक्य मध्य को गोटे नुआ गीत तुम्हें की वेदना भारे क्लांत तुम्हें की दुखी परिश्रांत आस जीवा मिली क्रूस पथे चली घेनिबा नूतन जीवन जीवन हेब धन्य तुम्हें की वेदना भार क्लांत तुम्हें की दुखी परिश्रांत से क्रूसे झरू अछि उष्ण रकत धार एव क्षमा पाप तुमर बक्षता भरिछि उच्च प्रेमर अटे से जे बंधु पापीर जीशु आम त्राण लभी परित्राण लभिबानु तन जीवन जीवन हेब धन्य तुम्हें की वेदना भारे क्लांत तुम्हें की दुखी परिश्रांत आस जीवा मिली क्रूस पथे चली लभिबा नूतन जीवन जीवन हेब धन्य तुम्हें की वेदना भारे क्लांत तुम्हें की दुखी परिश्रांत। धन्यवाद। बर्तमान माने वाक्य मध्य को आम छिबा कि सब आम देखुचे माने मनुष्य हिसाब रे
ଆମ ଜୀବନ ସବୁବେଳେ ଜଗତରେ ବ୍ୟସ୍ତ ବହୁଳ ଭାବେ ଆମେ କଟେ। ଆମେ ସବୁବେଳେ କୌଣସି ନା କୌଣସି କାର୍ଯ୍ୟରେ ହଉ, କୌଣସି ନା କୌଣସି ସମସ୍ୟାରେ ହଉ, କୌଣସି ନା କୌଣସି ପରିସ୍ଥିତିରେ ପଡିକି ଆମେ ମାନେ କଣ ହେଇଥାଉ, ସବୁବେଳେ ବ୍ୟସ୍ତ ହୋଇଥାଉ। ଆଉ ଯାହାର ଫାଇଦା ଉଠାଏ କିଏ? ଶୈତାନ। ଶୈତାନ ମଧ୍ୟ ଚାହେଁ କି ମୁଁ ମନୁଷ୍ୟକୁ ଏପରି ଭାବେ ବ୍ୟସ୍ତ ରଖିବି, ଏପରି ପରିସ୍ଥିତିରେ ତାକୁ ଫସେଇକି ରଖିବି କି ସେ ଯେପରି ପରମେଶ୍ଵରଙ୍କୁ ଏତେ ମନେ ନ ପକେଇବ, ପରମେଶ୍ଵରଙ୍କୁ ଏତେ ଆଉ ତାଙ୍କ ପାଖକୁ ଏତେ ନ ଯିବାକୁ ଇଚ୍ଛା କରିବ। କାରଣ ମୁଁ ଯେତିକି ଆଉ ଅନୁଭବ କରିଛି ବା ଲୋକମାନଙ୍କୁ ଦେଖିଛି, ଆ ଦୁଃଖ ସମୟରେ, ଅଶାନ୍ତି ସମୟରେ ସେମାନେ ଈଶ୍ୱରଙ୍କ ପ୍ରତି ଏତେ ମନ ଦିଅନ୍ତିନି। ଲୋକ କୁହନ୍ତି ଦୁଃଖ ସମୟରେ, ଅଶାନ୍ତି ସମୟରେ ଅନେକ ଲୋକ ଈଶ୍ୱର ପାଖକୁ ଆସନ୍ତି। କିନ୍ତୁ ମୁଁ ଦେଖିଛି ମୋର ଅନୁଭବରେ, ଆଉ ଦୁଃଖ, ସମସ୍ୟା, ଝଗଡା ଏସବୁ ହେଲେ ଈଶ୍ୱର ପାଖକୁ ଆସନ୍ତିନି। ସେମାନେ କୁହନ୍ତି ମୋ ମନ ତ ଭଲ ନାହିଁ, ମୋ ମନ ତ ଅଶାନ୍ତି ଅଛି, ମୋ ମନ ତ ଆଉ ପ୍ରାର୍ଥନା ଲାଗିବନି, ଏପରି ପରିସ୍ଥିତିରେ ମୁଁ ଅଛି, ଆଉ ମୁଁ ପ୍ରାର୍ଥନା କୁ ଯାଇକି ଲାଭ କଣ? ଏଇ ପ୍ରକାର ସେମାନେ କଣ ଦିଅନ୍ତି, ନିଜର ଯୋଉ ମତ ରଖିଥାନ୍ତି। ଯୋଉ ସମୟରେ ମନୁଷ୍ୟ ଅଶାନ୍ତି ଥାଏ, ଯୋଉ ସମୟରେ ମନୁଷ୍ୟର ମନ କୌଣସି ଅନ୍ୟ ଚିନ୍ତାରେ ଥାଏ, ଅନ୍ୟ ଅସୁବିଧାରେ ଥାଏ, ସମସ୍ୟାରେ ଥାଏ, ତ ସେଇ ସମୟରେ ଆମେ କଣ କରିଥାଉ, ଈଶ୍ୱରଙ୍କ ଠାରୁ ଆମେ ଟିକେ ଦୂରକୁ ଚାଲି ଯାଇଥାଉ, ବା ଈଶ୍ୱରଙ୍କୁ ଆମେ ଅବହେଳା କରିଥାଉ, ବା ଈଶ୍ୱରଙ୍କୁ ଆମେ କଣ କରିଥାଉ, ତୁଚ୍ଛ ମଧ୍ୟ କରିଥାଉ ସେ ସମୟରେ। ତ ଆଜି ସେଇ ବିଷୟରେ ଆମେ ଦେଖିବା କି ଯୋଉ ପ୍ରତିକୂଳ ପରିସ୍ଥିତି ମାନ ମନୁଷ୍ୟ ଜୀବନକୁ ଆସୁଛି, ତ ସେଇ ସମୟରେ ଆମେ କଣ କରିଥାଉ, ଈଶ୍ୱରଙ୍କୁ ତୁଚ୍ଛ କରିଥାଉ। ଆଉ ସେଇ ତୁଚ୍ଛ କରିବା ଦ୍ଵାରା, ଅବହେଳା କରିବା ଦ୍ଵାରା, ହେୟଜ୍ଞାନ କରିବା ଦ୍ଵାରା ମନୁଷ୍ୟ ଜୀବନରେ କଣ କଣ ଘଟେ, ବା ଭବିଷ୍ୟତରେ ଆଉ ଯେତେବେଳେ ଆମେ ଯଦି ସମୟ ତ ଠିକ ନାହିଁ କେତେବେଳେ କଣ ହବ, ସେଇ ସମୟରେ ଯଦି ଆମର ମୃତ୍ୟୁ ହେଇଯାଏ, ବା ଈଶ୍ୱରଙ୍କ ଆଗମନ ହେଇଯାଏ, ତ ଆମର ଯୋଉ ଆତ୍ମିକ ଯୋଉ ବିଷୟ ଯୋଉ ପାଇଛେ ଆମେ, ତା ସବୁ କଣ ହେଇଯିବ, ବୃଥା ହେଇଯିବ। ତ ସେଇ ବିଷୟରେ ଆମେ ଯଦି ଦେଖିବା, ଆମେ ପଢିବା ଆଗରୁ ମୁଁ କିଛି ବିଷୟ ମଧ୍ୟ କହିବାକୁ ଚାହେଁ। ଆମେ ସମସ୍ତେ ପୁରାତନ ନିୟମକୁ ପଢିଛେ, ଆଉ ଯୋଉମାନେ ବି ପଢି ନାହାନ୍ତି ସେମାନଙ୍କୁ ମଧ୍ୟ ମୁଁ ଅନୁରୋଧ କରିବି କି ସେମାନେ ଟିକେ ମାନେ ପଢନ୍ତୁ। ଆଉ ବିଶେଷ କରିକି ଯଦି ଆପଣ ମାନେ ଲେବି ପୁସ୍ତକ ପଢିବେ, ସେଥିରେ ଆଉ ପରମେଶ୍ଵରଙ୍କୁ କିପରି ଭାବେ ତାଙ୍କୁ ସନ୍ତୁଷ୍ଟ କରିବା, ବା ଈଶ୍ୱର ମନୁଷ୍ୟଠୁ କଣ କଣ ଚାହାନ୍ତି, କୋଉ କୋଉ ବଳିଦାନ ସବୁ ଚାହାନ୍ତି, କି ପ୍ରକାର ପୂଜା ଚାହାନ୍ତି, କି ପ୍ରକାର ନୈବେଦ୍ୟ ଚାହାନ୍ତି, କେତେ ପ୍ରକାର ବଳି ସେ ଚାହାନ୍ତି, କୋଉ କୋଉ ପାପର ବଳି ଚାହାନ୍ତି, ସେ ସବୁ ବିଷୟରେ ଲେଖା ହେଇଛି। ଆଉ କିପରି ସେଇ ବଳି ସବୁ କରିବେ, ସେ ବିଷୟ ସବୁ କଣ ହେଇଛି, ଲିଖିତ ହେଇଛି। କାରଣ ଆମେ ଯଦି ପୁରାତନ ନିୟମରେ ଆମେ ଦେଖିବା, ସେଇ ସମୟରେ ପରମେଶ୍ୱର କୌଣସି ମନୁଷ୍ୟର ପାପକୁ ଏତେ ସହଜରେ କଣ କରୁନଥିଲେ, କ୍ଷମା କରୁନଥିଲେ। ଆମେ ଯେତିକି ବିଷୟ ଆମେ ଦେଖିବା, ଯିଏ ବି ଭୁଲ କରୁଥିଲା, ଯିଏ ବି ପାପ କରୁଥିଲା, ଯିଏ ବି ଦୋଷ କରୁଥିଲା, ସାଙ୍ଗେ ସାଙ୍ଗେ ସେ କଣ ହଉଥିଲା, ଦଣ୍ଡ ମାନେ ସେଇଠି ପାଉଥିଲେ, ସେଇ ସମୟରେ ହିଁ ପାଉଥିଲେ। କିନ୍ତୁ ଆମେ ବାଇବେଲରେ ଦେଖୁଛୁ ବର୍ତ୍ତମାନ ସମୟରେ କଣ ହେଇଛି, ଆମେ ଯେତେ ଭୁଲ କଲେ ମଧ୍ୟ, ଯେତେ ପାପ କଲେ ମଧ୍ୟ, ଯେତେ ଦୋଷ କଲେ ମଧ୍ୟ, ବର୍ତ୍ତମାନ ଆମକୁ କିଛି ସେଇ ପ୍ରକାର ଦଣ୍ଡ, ଯେମିତି ପୁରାତନ ନିୟମରେ ଆଉ ସେଇ ସମୟରେ ଜିହୁଦୀ ମାନେ ପାଉଥିଲେ, ବା ଇସ୍ରାଏଲ ମାନେ, ସେ ପ୍ରକାର ଦଣ୍ଡ ବର୍ତ୍ତମାନ ଆମେ ବିଶ୍ବାସୀ ମାନେ ବା ଖ୍ରୀଷ୍ଟିଆନ ମାନେ ପାଉନାହୁଁ। କିନ୍ତୁ ବାକ୍ୟ କଣ ହଉଛି, ଈଶ୍ୱର ସବୁବେଳେ ସମାନ। ସେ ଯିଏ ଅଛନ୍ତି, ସେ ଅଛନ୍ତି। ସେଇ ପୁରାତନ ନିୟମରେ ଯୋଉ ପରମେଶ୍ୱର ଅଛନ୍ତି, ଆଉ ନୂତନ ନିୟମରେ ମଧ୍ୟ ସେଇ ପରମେଶ୍ୱର ଅଟନ୍ତି। କିନ୍ତୁ ତାଙ୍କର ନିୟମରେ ଟିକେ କଣ ହେଇଛି, ଟିକେ ଚେଞ୍ଜ ହେଇଛି। ତ ଆମେ ଦେଖୁଛୁ, ପଢିବା ଟିକେ ଲେବି ପୁସ୍ତକରୁ ଗୋଟେ ସତ୍ୟ ବିଷୟ, ଲେବି ପୁସ୍ତକ
10:1-2। ଅନନ୍ତର ହାରଣଙ୍କର ପୁତ୍ର ନାଦବ ଓ ଅବିହୁ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଇ ତହିଁ ଉପରେ ଧୂପ ରଖିଲେ। ପୁଣି ସଦାପ୍ରଭୁ ଯାହା ଆଜ୍ଞା କରିନଥିଲେ ଏପରି ଇତର ଅଗ୍ନି କାହାଙ୍କ ଠାଉରେ ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କୁ ଗ୍ରାସ କଲା ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ। ଧନ୍ୟବାଦ। ଏଇଟା ଆମେ ଦେଖୁଛୁ କି ଯେତେବେଳେ ଯୋଉ ଆମର ହାରଣ ଅଛନ୍ତି ମୂଷାଙ୍କ ଭାଇ, ତାଙ୍କ ଦୁଇ ପୁତ୍ର ଯେତେବେଳେ ଈଶ୍ୱରଙ୍କ ସମ୍ମୁଖରେ ସେମାନେ ଧୂପ ଦେବାକୁ ଚାହୁଁଛନ୍ତି, ତାଙ୍କର କଣ ହଉଛି ସେଇ ସମୟରେ ମୃତ୍ୟୁ ହଉଛି। କାହିଁକି ମୃତ୍ୟୁ ହଉଛି ଅର୍ଥ ଆମେ ଦେଖୁଛୁ କି ସଦାପ୍ରଭୁ ସେମାନଙ୍କୁ ଯୋଉ ଆଜ୍ଞା କରିନଥିଲେ ସେଇ ବିଷୟ ନେଇକି ସେ ସଦାପ୍ରଭୁଙ୍କ ସମ୍ମୁଖ କଣ କରୁଛନ୍ତି, ଯାଉଛନ୍ତି। ଆଉ ସେଇ ସମୟରେ ହିଁ ଇନଷ୍ଟାଣ୍ଟଲି କଣ ହଉଛି, ଇନଷ୍ଟାଣ୍ଟ ଅଗ୍ନି ଆସିକି ପରମେଶ୍ୱରଙ୍କ ଠାରୁ ତାଙ୍କୁ କଣ କରୁଛି, ଗ୍ରାସ କରୁଛି। ତ ଏଇଟା ଆମେ କଣ ଦେଖୁଛୁ କି ସେଇ ସମୟରେ ପରମେଶ୍ୱରଙ୍କର ସମ୍ମୁଖରେ ଯିଏ ବି ଭୁଲ କରୁଥିଲା, ଯିଏ ବି ଦୋଷ କରୁଥିଲା, ସେଇ ସମୟରେ ସାଙ୍ଗେ ସାଙ୍ଗେ ସେଇ ସମୟ ତାଙ୍କର ମିଳୁଥିଲା, ଦଣ୍ଡ ମିଳୁଥିଲା। ସେଇପରି ଆମେ ଯେ ଦେଖିବା ମୂଷାଙ୍କ ବିଷୟରେ ମଧ୍ୟ, ମୂଷା ପରମେଶ୍ୱରଙ୍କର ବହୁତ ବାଧ୍ୟ ହେଇଛନ୍ତି, ବହୁତ କଷ୍ଟ ସହିକି ଇସ୍ରାଏଲ ଲୋକମାନଙ୍କୁ କଣ କରିଛନ୍ତି, ଏ ବିଶ୍ୱରୁ ଉଦ୍ଧାର କଲେ। ତଥାପି ଯେତେବେଳେ ତାଙ୍କର ଗୋଟେ ଭୁଲ ହେଲା, ଯୋଉ ସମୟରେ ଆଜ୍ଞା ହବା କଥା ପଥରକୁ ସେ କଣ କଲେ, ପ୍ରହାର କଲେ। ଆଉ ସେ ତାଙ୍କର ସେଇ ଆଉ ଭୁଲ ଯୋଗୁ ସେ କଣ କଲେ, ସେ ଘୃଣା ଦେଶରେ ମଧ୍ୟ ପ୍ରବେଶ କରି ପାରିଲେନି। ଆଉ ଆମେ ଯଦି ରାଜା ସାଉଲଙ୍କ ବିଷୟରେ ମଧ୍ୟ ଆମେ ଦେଖୁଛୁ, ସେ ମଧ୍ୟ ପରମେଶ୍ୱର ତାଙ୍କୁ ବାଛିଲେ, ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ବହୁତ କାର୍ଯ୍ୟ ମଧ୍ୟ କରିଛନ୍ତି। କିନ୍ତୁ ସେତେବେଳେ ଆଉ ପରମେଶ୍ୱର ତାଙ୍କୁ କହିଲେ କି ତମେ ସେଇ ଦେଶର ସମସ୍ତଙ୍କୁ ନାଶ କରିବ, ବିନଷ୍ଟ କରିବ, କିଛି ଆଣିବନି। ଆଉ ସେ କଣ କରିଥିଲେ, କିଛି ଆଉ ବସ୍ତୁ ବା କିଛି ଜିନିଷ କଣ କରିଥିଲେ, ସେ ଆଣିଥିଲେ। ଆଉ ସେଥିପାଇଁ ମଧ୍ୟ ତାଙ୍କୁ ରାଜା ପଦରୁ ଆଉ ବାହାର ହବାକୁ ପଡିଲା। ତ ଏଇପରି ପୁରାତନ ନିୟମରେ ଅନେକ ଉଦାହରଣ ଅଛି, ଅନେକ ସତ୍ୟ ବିଷୟ ଅଛି, ଯାହା ଦ୍ୱାରା କି ଆମେ ଦେଖୁଛୁ କି ପରମେଶ୍ୱର କଣ କରନ୍ତି, ଭୁଲକୁ ପାପକୁ ଦୋଷକୁ ସେ କଣ କରନ୍ତି, ଆଉ ଛାଡି ଦିଅନ୍ତିନି ବା ତାଙ୍କୁ ହେଇଜ୍ଞାନ କରନ୍ତିନି, ହଉ ଯାହା ହେଲା କରିଦେଲା ମୋ ପିଲାଟା ବୋଲି ଏମିତି କେବେ କରନ୍ତିନି, ତାର ସେ ଦଣ୍ଡ ନିଶ୍ଚୟ ଦଉଥିଲେ। କିନ୍ତୁ ଆଜି ଆମେ ଦେଖୁଛୁ ଆଉ ଅନେକ ଆଉ ଖ୍ରୀଷ୍ଟିଆନ ମାନେ, ଅନେକ ବିଶ୍ୱାସୀ ମାନେ, ଯୋଉମାନେ ଡିନୋମିନେସନ ଅଛନ୍ତି, ସେମାନେ ତ ବହୁତ ଭୁଲ କରୁଛନ୍ତି, ଈଶ୍ୱରଙ୍କ ଆଜ୍ଞାକୁ ବହୁତ ଅମାନ୍ୟ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଯୋଉମାନେ ଆମେ ରାଜ୍ୟରେ ଅଛେ, ଯୋଉମାନେ ଆମେ ଟିକେ ଟିକେ ଡାଉଟ ର ଅଛୁ, ବା ଟିକେ ଟିକେ ଆମେ ଏତେ ଭଲରେ ଆମେ ବାକ୍ୟକୁ ଏତେ ଶିଖିନୁ ଆହୁରି, ଯଦି ସେମାନେ ଡିନୋମିନେସନ ଲୋକମାନଙ୍କୁ ଦେଖୁଛନ୍ତି, ସେମାନେ କଣ କହୁଛନ୍ତି, ସେମାନେ ତ ଏତେ ଭୁଲ କରୁଛନ୍ତି, ସେମାନେ ତ ଏତେ ଆଉ ଈଶ୍ୱରଙ୍କ ଆଜ୍ଞାକୁ ଅମାନ୍ୟ କରୁଛନ୍ତି, ଆଉ ସେମାନଙ୍କର କାହିଁ କିଛି ଅସୁବିଧା କାହିଁକି ହଉନି, ସେମାନେ କାହିଁକି ଦଣ୍ଡ ଭୋଗୁଥାନ୍ତି, ସେମାନେ କାହିଁକି ଈଶ୍ୱର ତାଙ୍କୁ ଅଭିଶାପ ଦଉଥାନ୍ତି, ଏପରି ଭାବି କଣ କରୁଛନ୍ତି, ସେମାନେ ମଧ୍ୟ ଭୁଲ କରିକି ଆଉ ବସୁଛନ୍ତି, ସେମାନେ ମଧ୍ୟ ଅନ୍ୟାୟ କରୁଛନ୍ତି। ଆଜି ଖ୍ରୀଷ୍ଟନ ମଣ୍ଡଳୀ ଲୋକମାନେ ମଧ୍ୟ ଏଇପରି ଭାବନ୍ତି, ଆମେ ତ ଭୁଲ କରୁଛୁ, ଆମକୁ କିଛି ଦଣ୍ଡ ମିଳୁନି, ଆମକୁ କିଛି ଅଭିଶାପ ଆସୁନି, ତାମାନେ ଆମେ ଅନୁଗ୍ରହରେ ଅଛୁ, ଆମେ ଭୁଲ କଲେ ମଧ୍ୟ କିଛି ଅସୁବିଧା ହବନି ବୋଲିକି ସେମାନେ କଣ କରୁଛନ୍ତି, ଆହୁରି ଅଧିକରୁ ଅଧିକ ଭୁଲ କରିକି ଅଧିକରୁ ଅଧିକ ପାପ କରୁଅଛନ୍ତି। ତ ଆଜିର ସେଇ ଶିକ୍ଷା କି ଆମେ ଖ୍ରୀଷ୍ଟିଆନ ଯୋଉମାନେ ଈଶ୍ୱରଙ୍କ ରାଜ୍ୟରେ ଆମେ ଅଛୁ,
ଆମମାନଙ୍କର କର୍ତ୍ତବ୍ୟ ବର୍ତ୍ତମାନ କଣ କି ଆମେ ଯୋଉ ଭୁଲ କରୁଛୁ, ଆମେ ଯୋଉ ଅବାଧ୍ୟ ହଉଛୁ, ଆମେ ଯୋଉ ହେଇଜ୍ଞାନ କରୁଛୁ ଈଶ୍ୱରଙ୍କଠୁ, ତ ଈଶ୍ୱର କଣ ପ୍ରକୃତରେ ଆମ ଉପରେ ପୁରା ଅନୁଗ୍ରହ କରିଛନ୍ତି, ଆମକୁ ଆଉ କିଛି ଅସୁବିଧା ହବନି, ଆମକୁ କିଛି ଦଣ୍ଡ ମିଳିବନି, ଆମେ ଭୁଲ କରିବା ଫେର ଈଶ୍ୱର ପାଖକୁ ଆସିବା, ଫେର ଜାଣି ଜାଣି ଭୁଲ କରିବା, ଫେର ଈଶ୍ୱର ପାଖକୁ ଆସିବା। ତ ଏଇଟା କଣ ପ୍ରକୃତରେ ଆଉ ବାକ୍ୟ ଅନୁସାରେ ତାଙ୍କ ପାଇଁ କିଛି ଦଣ୍ଡ ନାହିଁ କି? ଆମେ ଆଜି ସେଇ ବିଷୟରେ ଟିକେ ଆମେ ଦେଖିବା। ଆମେ ଯଦି ନୂତନ ନିୟମ ଦେଖୁଛେ, ପ୍ରଭୁ ଯୀଶୁ ମଧ୍ୟ ଆସିକି ଆଉ ବହୁତ ଗୁଡାଏ ନିୟମ, ବହୁତ ଗୁଡାଏ ଆଦେଶ ସେ କଣ କଲେ, ଆଉ ଭବିଷ୍ୟତରେ ହବାକୁ ଥିବା ଖ୍ରୀଷ୍ଟିଆନ ମାନଙ୍କୁ ଏବଂ ସେଇ ସମୟରେ ଥିବା ଜୁଦ ମାନଙ୍କୁ ମଧ୍ୟ କଣ କଲେ, ସେ ଶିକ୍ଷା ଦେବାକୁ ଲାଗିଲେ। ତାପରେ ଆମେ ପରବର୍ତ୍ତୀ ସମୟରେ ଦେଖିବା ପ୍ରେରିତ ମାନେ ମଧ୍ୟ ଅନେକ ଶିକ୍ଷା ଦେବାକୁ ଲାଗିଲେ, ଅନେକ ଶିକ୍ଷା। ଆମେ ଯଦି ପୁରା ମାଥ୍ୟୁରୁ ପୁରା ଦେଖିବା ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ଶିକ୍ଷାରେ ପୂର୍ଣ୍ଣ ହେଇଛି, ପୁରା ନୂତନ ନିୟମ ହିଁ ଶିକ୍ଷାରେ ପରିପୂର୍ଣ୍ଣ। ସେମାନେ ଯୋଉ ଶିକ୍ଷା ଯୋଉ ସବୁ ଶିଖେଇଛନ୍ତି ବା ବାଇବେଲରେ ଯୋଉ ଲେଖା ହେଇଛି, ସେଗୁଡା କଣ ଏସବୁ ନାମକ ମାତ୍ର ଲେଖା ହେଇଛି କି? ଏଇଟା କର, ଏଇଟା କରନି, ଏଇଟା ପାଳନ କର, ଏଇଟା ପାଳନ ନାହିଁ। ଖଣ୍ଡ ଶିକ୍ଷା କଣ ତା ଦେଖ, ସତ୍ୟ ଶିକ୍ଷାକୁ ଆସ, ଏପରି ଅନେକ ବିଷୟ କଣ ହେଇଛି, ଲେଖା ହେଇଛି। କାହିଁ ଲେଖା ହେଇଛି? କାରଣ ପରମେଶ୍ୱର ଚାହାନ୍ତି କି ଆମେ କେବଳ ଈଶ୍ୱରକୁ ବିଶ୍ୱାସ କରିଦେଲେ ହବନି, ଆମେ କେବଳ ରାଜ୍ୟରେ ପ୍ରବେଶ କରିଦେଲେ ହବନି, ଆମେ କେବଳ ମଣ୍ଡଳୀରେ ସଂଯୁକ୍ତ ହେଇଗଲେ ହବନି, ଆମେ ସବୁବେଳେ ଚର୍ଚ୍ଚରେ ଆଟେଣ୍ଡ ହେଇଗଲେ ହବନି, ଆମେ ଖାଲି ଘରେ ଯାଇକି ପ୍ରାର୍ଥନା କରିଦେଲେ ହବନି। ତାଙ୍କର ଯୋଉ ଯୋଉ ନିୟମ ଅଛି, ତାଙ୍କର ଯୋଉ ଯୋଉ ସବୁ ଶିକ୍ଷା ଅଛି, ତାହାକୁ ପାଳିବାକୁ ପଡିବ। ଲୋକେ ଭାବନ୍ତି ପରମେଶ୍ୱର ଆସିବେ, କେବେ ଆସିବେ? ପ୍ରଭୁ ଯୀଶୁ, ତାର ତ କିଛି ଲେଖା ନାହିଁ, ଆମେ ଏବେ ଭୁଲ କରିଦବା, ଏବେ ଦୋଷ କରିଦବା, ଯାହା ଏବେ ସବୁ ଉପାର୍ଜନ କରିବା ତ କରିଦବା, ମାସେ ପରେ ଭୁଲ ମାଗିକି ଫେର ଆମେ ସାହାଯ୍ୟରେ ଆମେ ଠିକ ହେଇଯିବା, ମଣ୍ଡଳୀରେ ଫେର ଆମେ ଠିକ ହେଇଯିବା, ଫେର ଆମେ ଧାର୍ମିକ ହେଇଯିବା, ପବିତ୍ର ହେଇଯିବା। ଏପରି ମଧ୍ୟ ଲୋକ ମାନେ ଭାବନ୍ତି। କାରଣ ନୂତନ ନିୟମରେ ମଧ୍ୟ ସେଇ ସମୟରେ ବିଶ୍ୱାସୀ ମାନେ, ସେଇ ସମୟରେ ଖ୍ରୀଷ୍ଟିଆନ ମାନେ ସେଇ ପ୍ରକାର ଭାବୁଥିଲେ। ଆମେ ପଢିବା ଦ୍ୱିତୀୟ ପୀଠର 3:8 ଆମେ ପଢିବା। ଦ୍ୱିତୀୟ ପୀଠ 3:8। ହଁ, କିନ୍ତୁ ହେ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ, ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏହି ବିଶେଷ ବିଷୟ ସେମାନେ ଭୁଲି ଯାଅ ନାହିଁ। ନ ପଢିବା। ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣ ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ, କିନ୍ତୁ ଯେପରି କେହି ବିନାଶ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ଧନ୍ୟବାଦ। ଏଇଟା ଆମେ ଦେଖୁଛୁ, ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି। ଆଜି ଆମ ମାନଙ୍କ ମଧ୍ୟରେ ମଧ୍ୟ ଅନେକ ମାନେ ଭାବନ୍ତି ପରମେଶ୍ୱର ଏବେ ଆସିବେନି। ଲେଖା ହେଇଛି ସବୁ ବାହାଘରରେ ମଜିଦ୍ ଥିବେ, ସବୁ ଶାନ୍ତିରେ ଥିବେ, ସବୁ ଭଲରେ ଥିବେ, ସେଇ ସମୟରେ ହିଁ ପରମେଶ୍ୱର ଆସିବେ। ସେମାନେ ଗୋଟେ ଧାରଣା ଗୋଟେ ସୃଷ୍ଟି କରିଦେଇଛନ୍ତି। କିନ୍ତୁ ଆମେ ଯୋଉ ଦେଖୁଛେ ଯୋଉ ପ୍ରଭୁଙ୍କର ଯୋଉ ଆଗମନ ଚର ପରି ହଉ ବୋଲି ଲେଖା ହେଇଛି, ଚରଙ୍କ ପରି, ମାନେ କେହି ଜାଣିପାରିବେନି। କିନ୍ତୁ ଆମମାନଙ୍କ ମଧ୍ୟରେ ଯେମିତି ସେଇ ସମୟରେ ସେଇ ଖ୍ରୀଷ୍ଟିଆନ ମାନେ ମଧ୍ୟ ଭାବୁଥିଲେ ବହୁତ ସମୟ ଅଛି, ପରମେଶ୍ୱର ଆସିବେ, ଏବେ ଯାହା ସରିବାର ତ ସରିଦବା, ଏବେ ଭୁଲରେ ସବୁ କରିଦବା, ନହେଲେ ଆଉ କରି ପାରିବାନି। କାରଣ ଜଣେ ଲୋକ ଯଦି ଧର୍ମ ପଥରେ ଚାଲୁଛି, ନ୍ୟାୟ ପଥରେ ଯଦି ଚାଲୁଛି, ମାନେ ତା ଜୀବନରେ ଟିକେ କଷ୍ଟ ଆସିବ, ତାର ଜୀବନ ଟିକେ ଦୁଃଖ ଆସିବ, ତାକୁ ଚଳିବାରେ ଟିକେ କଷ୍ଟ ହେଇପାରେ।
ତାକୁ ଜଗତରେ ବଞ୍ଚିବା ପାଇଁ ଟିକେ କଷ୍ଟ ହେଇପାରେ, ସେଠୁ ବର୍ତ୍ତିବା ପାଇଁ ଅନେକ ଖ୍ରୀଷ୍ଟିଆନ କଣ କରନ୍ତି, ପ୍ରଭୁ ତ ଆସିବାର ଅଛି, ଆହୁରି ଆମେ ଟିକେ କଣ କରିବା, ଭୁଲ କରିକି ଟିକେ ଆମେ ଟିକେ ଠିକ ମାନେ ସବୁ ଠିକ ଠାକ କରିଦବା, ତାପରେ ଆମେ ଆଉଥରେ ପ୍ରଭୁ ପାଖକୁ ଆମେ ଆସିବା। ଏପରି ଅନେକ ଲୋକ ମାନେ ଭାବନ୍ତି, ଆମ ମଧ୍ୟରେ ମଧ୍ୟ ସେମିତି ଭାଇ ଭଉଣୀ ମାନେ ଅଛନ୍ତି। ଆଉ ସେମିତି ଭାବିକି ଅନେକ ମଧ୍ୟ କଣ ହେଇଛନ୍ତି, ଈଶ୍ୱରଙ୍କ ଠାରୁ ବହୁତ ଦୂରକୁ ଚାଲି ଯାଇଛନ୍ତି। ବର୍ତ୍ତମାନ ସେମାନେ ଆସିବା ପାଇଁ ବ୍ୟାକୁଳ ମଧ୍ୟ ହଉଛନ୍ତି, କିନ୍ତୁ ଫେରି ପାରୁନାହାନ୍ତି। କାରଣ ଥରେ ପାପରେ ଜଣେ ପଡିଲେ ସେ ସେଇଠୁ ଉଠିବା ବହୁତ କଷ୍ଟକର। ବର୍ତ୍ତମାନ ସମୟ ମଧ୍ୟ ସେଇଆ। ତେଣୁ ଆମମାନଙ୍କୁ ବହୁତ ସତର୍କତାର ସହ ଚାଲିବାକୁ ପଡିବ। ପ୍ରଭୁ ଆଜି ଆସି ପାରନ୍ତି, ରାତିରେ ମଧ୍ୟ ଆସି ପାରନ୍ତି, କାଲି ମଧ୍ୟ ଆସି ପାରନ୍ତି। ମୁଁ ବିନଷ୍ଟ ପଥରେ ନାହିଁ ତ? ମୁଁ ମନ ପରିବର୍ତ୍ତନ କରି ଠିକ ଠାକ ଅଛି ତ? ମୁଁ ପବିତ୍ର ଜୀବନ ଖାଟୁଛି ତ? ମୁଁ ସହଭାଗିତାର ଅଛି ତ? ମୁଁ ଏପରି କିଛି କାର୍ଯ୍ୟ କରୁନି ଯାହା ଈଶ୍ୱରଙ୍କ ଦୃଷ୍ଟିରେ ଭୁଲ, ମୁଁ ସେପରି କିଛି କାର୍ଯ୍ୟ କରୁନି ତ? ଆମକୁ ସେପରି ବିଷୟ ଭାବିବାକୁ ପଡିବ। ନାଇଁ ଆଜି ମୁଁ ଭୁଲ ସରିଦେବି, ପ୍ରଭୁ ଏବେ ଆସିବେନି, ଆଉଥରେ କ୍ଷମା ମାଗିଦେବି। ମୁଁ ଟିକେ ଭୁଲ କାମ କରିକି ଅର୍ଥ ଉପାର୍ଜନ କରିଦେବି, ଏବେ ତ ପ୍ରଭୁ ଆସିବେନି, ଆଉଥରେ ଭୁଲ ମାଗି ଦେବି। ଏମିତି କରି କରି ଆମେ କଣ କରୁଛେ, ବିନଷ୍ଟ ପଥରେ ଆମେ ଯାଉଛେ। କିନ୍ତୁ ପରମେଶ୍ୱର ବର୍ତ୍ତମାନ ଆମକୁ ସମୟ ଦେଇଅଛନ୍ତି। କାରଣ ପରମେଶ୍ୱର ଜାଣନ୍ତି କି ମନୁଷ୍ୟ ଗୋଟେ ଏମିତିକାର ପ୍ରାଣୀ କି ତା ମଧ୍ୟରେ ଲୋଭ, ତା ମଧ୍ୟରେ ଜାଗତିକର ସମସ୍ତ ପ୍ରକାର ମୋହ ମାୟା ଭର୍ତ୍ତି ହେଇକି ଅଛି। ତେଣୁ ସେ ସମସ୍ତଙ୍କୁ ଗୋଟେ ଗୋଟେ ସୁଯୋଗ ମଧ୍ୟ ଦଉଛନ୍ତି। ଲେଖା ହେଇଛି ସମସ୍ତେ ଯେପରି ମନ ପରିବର୍ତ୍ତନ କରନ୍ତୁ, ଏହା ପରମେଶ୍ୱରଙ୍କ ଇଚ୍ଛା। ପରମେଶ୍ୱର ଇଚ୍ଛା କରୁଅଛନ୍ତି, ଆମେ କଣ ସେ ଇଚ୍ଛା କରୁଛେ କି? ଆମେ ଯୋଉ ପ୍ରକାର ଅଛେ ସେ ପ୍ରକାର ଆମେ ଜୀବନ ଖାଟୁଛେ। ଏପର୍ଯ୍ୟନ୍ତ ଆମେ ପରିବର୍ତ୍ତନ ହେଇଛେ କି? ଆମେ ପ୍ରଭୁକୁ ହେଇକି ଆମେ କରୁନେ ତ? ତୁଚ୍ଛ କରୁନେ ତ? ଆମେ ଯଦି ପଢିବା ଏପ୍ରିଲ 2:1-3, ମହେନ୍ଦ୍ର ଭାଇ ଟିକେ ପଢ। ଏପ୍ରିଲ 2:1-3। ଅତଏବ ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ। ନହେଲେ କାଳେ ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେବୁ। କାରଣ ଟିକେ ଟିକେ ଦୂତମାନଙ୍କ ଟିକେ ଦ୍ୱାରା କଥିତ ରହି ବାକ୍ୟ ରହି ଯଦି ପଢିବା। ଗୋଟେ ଗୋଟେ ପଦ ଆମେ ରହି ରହି ପଢିବା। ହେଲେ ଲେଖା ହେଇଛି କଣ? ଶୁଣା ଯାଇଥିବା ସତ୍ୟ ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମମାନଙ୍କର ଉଚିତ। ନହେଲେ କାଳେ ଆମମାନେ କଣ ହବୁ? ଲକ୍ଷ୍ୟ ଭ୍ରଷ୍ଟ ହବୁ। ଯାହା ଆମେ ଶିଖିଛେ, ଯାହା ମାନେ ଶୁଣିଛେ, ଯାହା ମାନେ ବର୍ତ୍ତମାନ ଆମେ ଶିଖୁଛେ, ଆମେ ଯାହା ଶିଖିଛେ, ଯାହା ଶୁଣିଛେ, ଯାହା ଶିଖୁଛେ, ଯାହା ଶୁଣୁଛୁ, ଏସବୁ ପ୍ରତି ଆମମାନଙ୍କ କର୍ତ୍ତବ୍ୟ କଣ? ଅଧିକ ଆମମାନେ ମନୋଯୋଗୀ ହେବା ଆମମାନଙ୍କର ଉଚିତ ସେଇଟା। ନହେଲେ ଏଇ ଜଗତ ଏମିତିକାର ପରିସ୍ଥିତି ଆମମାନଙ୍କ ମଧ୍ୟରେ ଆଣିବ, ଆମେ ଆଜି ନହେଲେ କାଲି, କାଲି ନହେଲେ ପରଦିନ ଆମେ କଣ ହବା? ଲକ୍ଷ୍ୟ ଭ୍ରଷ୍ଟ ହବା। ଏହା ସୁନିଶ୍ଚିତ। ଆମେ ଦେଖିଛେ ସେ ସମୟରେ ଯଦି ଆମେ ଦେଖିବା, ଅନନ୍ୟା ସଫିରା ଈଶ୍ୱରଙ୍କୁ ବିଶ୍ୱାସ କଲେ, ସେଇ ସମୟରେ ପ୍ରେରିତ ମାନେ ମଧ୍ୟ ତାଙ୍କ ସହିତ ଅଛନ୍ତି। ସବୁ ଶୁଣିଲେ, ସବୁ ହଁ କଲେ, ଲାଷ୍ଟକୁ ଶୁଣେଇଲେ ମିଛ କହିଲେ, ମିଛ କହିଲେ, ଲକ୍ଷ୍ୟ ଭ୍ରଷ୍ଟ ହେଲେ। ଯୋଉ କଥା କୁହା ହେଇଥିଲା ସେ କଥାରେ ସେମାନେ ମନୋଯୋଗୀ ହେଲେନି। ଲୋଭ ଆସିଲା ତାଙ୍କ ମନରେ, ଲୋଭରୁ ପାପ ତାଙ୍କ ମନରେ ଆସିଲା। ଆଉ ସେ ପାପ ସରିବା ପାଇଁ ସେମାନେ କଣ କଲେ? ମିଛ କହିଲେ। ଆଜି ଆମେ ମଧ୍ୟ କଣ କରୁଛେ? ବାକ୍ୟ ଶୁଣୁଛେ, ବାକ୍ୟ ଆମେ ଶିଖୁଛେ, କଣ କଲେ ଭୁଲ, କଣ କଲେ ଠିକ, ସବୁ ହରୁଛେ। ତଥାପି ଆମେ କଣ କରୁଛେ? ଆମେ ଭୁଲ କରୁଛେ, ଆଉ ଲକ୍ଷ୍ୟ ଭ୍ରଷ୍ଟ ମାନେ ହଉଛେ। ଏଠି ପାଉଲ କଣ କହୁଛନ୍ତି? ଶୁଣା ଯାଇଥିବା ସତ୍ୟ ବାକ୍ୟ ପ୍ରତି ଅଧିକ ମନୋଯୋଗ ହୁଅ, ଅଧିକ ହୁଅ।
ଆମେ ଅଧିକ ମନୋଯୋଗ ହଉଛେ ନା ଅଧିକ ଆମେ ଜାଗତିକ ହଉଛେ? ଯଦି ମନୋଯୋଗ ହଉଛେ ତାହେଲେ ଆମେ ଧନ୍ୟ। ଯଦି ଆଜି ବି ପ୍ରଭୁ ଆସିବେ ଆମେ ସେ ସ୍ୱର୍ଗକୁ ଆମେ ଯାଇପାରିବା। ଦୁଇ ଦୁଇ ପଦ। କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା ଆଉ ପ୍ରତ୍ୟେକ ଆଜ୍ଞା ଲଙ୍ଘନ ଓ ଅବାଧ୍ୟତା ଯଥାର୍ଥ ପ୍ରତିଶୋଧ ପାଇଲା। ତିନି ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମେମାନେ କିପରି ରକ୍ଷା ପାଇବା? ତାହା କିପରି ତ ମାନେ ପ୍ରଥମରେ ଠିକ ଅଛି, ପଢ ପଢ। ହୋଇ ରହିଥା ସରି ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରୁଥିବା ବ୍ୟକ୍ତି ମାନଙ୍କ ଦ୍ୱାରା ଆମମାନଙ୍କ ନିକଟରେ ପ୍ରମାଣ ସିଦ୍ଧ ହେଲା। ଧନ୍ୟବାଦ। ଆମେ ଦେଖୁଛୁ ଲେଖା ହେଇଛି ଏପରି ମହାପରିତ୍ରାଣ ଅବହେଳା କଲେ ଆମମାନେ କିପରି ରକ୍ଷା ପାଇବା। ଯୋଉ ପରିତ୍ରାଣ ସମ୍ବନ୍ଧୀୟ ବିଷୟ ଆମମାନଙ୍କୁ ଶିକ୍ଷା ଦିଆଯାଉଛି, ଯୋଉ ପରିତ୍ରାଣ ସମ୍ବନ୍ଧୀୟ ବିଷୟ ଆମମାନଙ୍କୁ ବାରମ୍ବାର କୁହାହଉଛି, ଯୋଉ ପରିତ୍ରାଣ ସମ୍ବନ୍ଧୀୟ ବିଷୟ ଆମମାନଙ୍କୁ ବାର ଚେତନା କରାଯାଉଛି, ଆମକୁ ଯୋଉ ଉତ୍ସାହ ଦିଆ ହଉଛି କି ତୁମେ ଏହା କର ନାହିଁ, ଏହା କର। ଯଦି ଆମେ ତାହାକୁ ଯଦି ନ ମାନିବା ମାନେ ଆମେ କଣ କରୁଛେ? ଆମେ ମହାପରିତ୍ରାଣକୁ ଆମେ କଣ କରୁଛେ? ଆମେ ଅବହେଳା କରୁଛେ। ମାନେ ଆମେ ଈଶ୍ୱରଙ୍କୁ ଅବହେଳା କରୁଛେ, ଈଶ୍ୱରଙ୍କର ଅନୁଗ୍ରହକୁ ଅବହେଳା କରୁଛେ, ଈଶ୍ୱରଙ୍କ ସେଇ ଦୁଃଖକୁ ସେ କଷ୍ଟକୁ ଯୋଉ ଆମ ପାଇଁ ପାଇଛନ୍ତି ଆମେ କଣ କରୁଛେ? ଅବହେଳା କରୁଛେ। ଆଉ ଯଦି ତାହାକୁ ଆମେ ଅବହେଳା କରିବା, ଯାହା ବିନା ମୂଲ୍ୟରେ ଆମେ ପାଉଛେ, ବିନା କଷ୍ଟରେ ଆମେ ପାଉଛେ, ଆମକୁ ଆଉ କିଏ ରକ୍ଷା କରିବ? କିଏ ରକ୍ଷା କରିବ ଆଉ? ତ ବାକ୍ୟ ମାଧ୍ୟମରେ କେତେ ସୁନ୍ଦର ବିଷୟ ପରମେଶ୍ୱର ଆମ ମାନଙ୍କୁ କହୁଛନ୍ତି କି ଆମମାନେ ଯାହା ଆମେ ପାଇଛେ, ଯାହା ଆମେ ଶୁଣୁଛେ, ଯାହା ଆମେ ଶିଖୁଛେ, ତାହାକୁ ଆମେ ଅବହେଳା ନ କରୁ, ତାହାକୁ ଆମେ ତୁଚ୍ଛ ନ କରୁ, ତାହାକୁ ଆମେ ହେ ଜ୍ଞାନ ନ କରୁ, ତାହାକୁ ଆମେ କଣ କରିବା ଦରକାର? ଅଧିକ ଆହୁରି ମନୋଯୋଗ କରିବା ଦରକାର। ତା ପାଇଁ ଆମକୁ ଆହୁରି ଅନୁଧ୍ୟାନ କରିବା ଦରକାର। ତା ପାଇଁ ଆହୁରି ଆମକୁ ଅଧିକ ଶିଖିବା ପାଇଁ ଆମକୁ ଇଚ୍ଛା କରିବା ଆମକୁ ଦରକାର। କାରଣ ପରମେଶ୍ୱର କେତେବେଳେ ଆସିବେ କିଛି ଗ୍ୟାରେଣ୍ଟି ନାହିଁ। ସେ କହିଛନ୍ତି କଣ? ଚୋର ପରି ଆସିବେ। ଲେଖା ହେଇଛି ଦ୍ୱିତୀୟ 3:10 ଆମେ ଦେଖିବା, ପ୍ରଭୁଙ୍କ ଦିନ ଚୋର ପରି ଉପସ୍ଥିତ ହବ, ଚୋର ପରି ଉପସ୍ଥିତ ହବ। ଆଉ ଆମେ ଦେଖୁଛେ ସେଇ ଯୋଉ ଯୋଉ କନ୍ୟା, ପାଞ୍ଚ କନ୍ୟା, ଇଏ ଯୋଉ ପରକୁ ଅପେକ୍ଷା କରିଥିଲେ, ସେଇ ସବୁ ବିଶ୍ୱାସୀ, ଆମେ ଖ୍ରୀଷ୍ଟିଆନ ମାନଙ୍କୁ କେହି ବୁଝାଏ। ତା ଭିତରୁ 5 କଣ ପ୍ରସ୍ତୁତ ହେଇକି ଥିଲେ, ଆଉ 5 ଅପ୍ରସ୍ତୁତ ହେଇକି ଥିଲେ। ତ ଆଜି ଆମମାନଙ୍କ ମଧ୍ୟରେ ଆମେ ପ୍ରସ୍ତୁତ ହେଇକି ଅଛେ ତ, ନା ଆମେ ଅପ୍ରସ୍ତୁତ ହେଇକି ଅଛେ? ଯଦି ଅପ୍ରସ୍ତୁତ ହେଇକି ଅଛେ, ଆଜି ସମୟ ଅଛି ପ୍ରସ୍ତୁତ ହବା ପାଇଁ। ଏଇଟା କାହାକୁ କହିବା ଆବଶ୍ୟକ ନୁହେଁ। ଆମେ ସମସ୍ତେ ଆମେ ବିଷୟରେ, ଆମ ନିଜ ବିଷୟରେ ଆମେ ସମସ୍ତେ ଆମେ ଜ୍ଞାତ ଅଛୁ କି ମୁଁ କିପରି ଅଛି, ମୁଁ ଠିକ ବାଟରେ ଅଛି ତ, ମୁଁ ପ୍ରକୃତରେ ପ୍ରଭୁଙ୍କ ରାସ୍ତାରେ ଅଛି ତ। ଆହୁରି 2-3ଟା ବିଷୟ ଥିଲା, ମାନେ ଏଇ ବିଷୟ ସମ୍ବନ୍ଧୀୟ, କିନ୍ତୁ ସମୟର ଅଭାବରୁ ଆଉ ଯଦି ପରମେଶ୍ୱର କେବେ ଚାହିଁବେ ଆଉ ଏବେ ଏଇ ସମ୍ବନ୍ଧୀୟରେ ମୁଁ ଆପଣ ମାନଙ୍କୁ ଆହୁରି ଅଧିକ କିଛି ମୁଁ କହିବାକୁ ଇଚ୍ଛା କରିବି। କିନ୍ତୁ ଏତିକି ମୁଁ କେବଳ ଆଉ କହିବାକୁ ଚାହୁଁଛି କି ଯୋଉ ପରିତ୍ରାଣ, ଯୋଉ ଆଶୀର୍ବାଦ, ଯୋଉ ଅନୁଗ୍ରହ, ଯୋଉ ଶିକ୍ଷା ଆମମାନେ ଈଶ୍ୱରଙ୍କ ଠାରୁ ପାଇଛେ, ତାହା ପ୍ରତି ଆମେ କେବେ ଅବହେଳା କରିବାନି, ତାହା ପ୍ରତି ଆମେ କେବେ ହେୟଜ୍ଞାନ କରିବାନି, ତାହା ପ୍ରତି ଆମେ କେବେ ତୁଚ୍ଛ କରିବାନି। ଆହୁରି ଅଧିକରୁ ଅଧିକ ସେଇ ବିଷୟ ପ୍ରତି ଆମେ ମନୋଯୋଗୀ ହବା, ତା ପ୍ରତି ଆହୁରି ଇଚ୍ଛା ପ୍ରକାଶ କରିବା। ସହଭାଗିତାରେ ହଉ, ଶିକ୍ଷା ପାଇବାର ହଉ, ଶିକ୍ଷା ଶୁଣିବାର ହଉ, ପ୍ରଚାର କରିବାରେ ହଉ, ଆମକୁ ସମୟ ବାହାରେ ହିଁ କରିବାକୁ ପଡିବ। ଆଉ ଏଇ ଯୋଉ ଜଗତର ଜଞ୍ଜାଳ ଅଛି, ଏଇ ଜଗତର ସମସ୍ୟା ଅଛି,
ଆମକୁ ସେ ଆହୁରି ଭିତରୁ ଟାଣିବ, ସେ ଟାଣିବ ଆହୁରି। କିନ୍ତୁ ଆମକୁ କଣ ହବାକୁ ପଡିବ? ସର୍ପ ପରି ଚାଲାକ ହବାକୁ ପଡିବ ନା ନାଇଁ? ସର୍ପ ପରି ଚାଲାକ ହେଇକି ଶୈତାନର ଚାତୁରିକତାକୁ ବୁଝିକିରି ଆମମାନଙ୍କୁ ଶୁଣିବାକୁ ପଡିବ। ସେ ଭିତରୁ ବାହାରିକି ଆମେ ଈଶ୍ୱରଙ୍କ ପାଇଁ ଆମକୁ ସମୟ, ଆମର ଶରୀର, ଆମର ବୁଦ୍ଧି, ଆମର ସବୁ ବିଷୟ ଆମେ ଈଶ୍ୱରଙ୍କୁ ଆମକୁ ଦେବାକୁ ପଡିବ। ବିଶେଷ କରିକି ଏଇ ଶେଷ ଦିନ ମାନଙ୍କରେ ଈଶ୍ୱରଙ୍କ ଆଗମନ କେତେବେଳେ ହବ, ସେ ସମୟରେ ଆମେ କେତେ ବାଡେଇ ପିଟି, ସେଇ ସମୟରେ କେତେ ଆମେ ନିବେଦନ, ଆବେଦନ, କ୍ରନ୍ଦନ ହେଲେ ମଧ୍ୟ କିଛି ଆଉ ଲାଭ ହବନି। ତେଣୁ ବର୍ତ୍ତମାନ ସମୟ ଆସିଛି ଆମେ ଆଉ ସେ ବିଷୟ ଗୁଡାକ ଅବହେଳା କରିବାନି। କୌଣସି ପରିସ୍ଥିତିରେ ପଡିକି ହଉ, କୌଣସି ଅସୁବିଧାରେ ପଡିକି ହଉ, କୌଣସି ସମସ୍ୟାରେ ପଡିକି ହଉ, ଆମେ କଣ କରିବାନି? ଈଶ୍ୱରଙ୍କର କୌଣସି ବିଷୟକୁ ଆମେ ଅବହେଳା କରିବା ନାହିଁ। ଯଦି ଆମେ ସ୍ୱର୍ଗ ଯିବାକୁ ଚାହୁଁଛୁ, ଯଦି ଚାହୁଁନ, ତାହେଲେ ଆମେ ଠିକ ଅଛି, ଜଗତରେ ପଡିକି ଆମେ ଯୋଉ ଖୁସି ମଜା ପାପ ଯାହା କରିକି ଆମେ ରହିବା। କିନ୍ତୁ ଯୋଉମାନେ ପ୍ରକୃତରେ ସ୍ୱର୍ଗ ଯିବାକୁ ଚାହୁଁଛ, ଯୋଉମାନେ ପରିତ୍ରାଣ ପାଇବାକୁ ଚାହୁଁଛ, ତ ଆମମାନଙ୍କୁ ଟିକେ କଷ୍ଟ ଉଠେଇକି ଏ ସେ ସମୟରେ ଆମେ ଈଶ୍ୱରଙ୍କ ଠାରେ ଆମକୁ ଲାଗିକି ରହିବାକୁ ହିଁ ପଡିବ। ସେଟା ହଉଛି ଆମମାନଙ୍କ ଲାଭ ପାଇଁ, ଆମମାନଙ୍କର ଭଲ ପାଇଁ, କେବଳ ମୋ ପାଇଁ ନୁହେଁ କି ଆପଣ ମାନଙ୍କ ପାଇଁ ନୁହେଁ। ଆମେ ଚେଷ୍ଟା କରିବା ଆମ ପରିବାର ସହିତ ଆମେ ଈଶ୍ୱରଙ୍କର ବିଷୟ ପ୍ରତି ଆମେ କଣ ହବା? ମନୋଯୋଗୀ ହବା। ତ ପରମେଶ୍ୱର ଏଇ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମ ମଧ୍ୟରେ ନରେନ୍ଦ୍ର ଭାଇ ପ୍ରାର୍ଥନା କରିବେ, ଲାଷ୍ଟ ପ୍ରାର୍ଥନା, ତାପରେ ଆମେ ଶେଷ କରିବା। ନରେନ୍ଦ୍ର ଭାଇ ଲାଷ୍ଟ ପ୍ରାର୍ଥନା କରିବ। ହଉ, ଆସନ୍ତୁ ଆମେ ପ୍ରାର୍ଥନା କରିବା। ହେ ଆମ ମାନଙ୍କର ସୃଷ୍ଟିକର୍ତ୍ତା, ତ୍ରାଣକର୍ତ୍ତା, ମଙ୍ଗଳମୟ ପିତା ପରମେଶ୍ୱର, ଏତେବେଳେ ପୁଣି ସଦା କାଳରେ ଆପଣଙ୍କର ପବିତ୍ର ନାମର ଗୌରବ ପ୍ରଶଂସା କରିବୁ। ପିତା, ଏଥିପାଇଁ ଆମ ମାନଙ୍କୁ ଆତ୍ମିକ ବଳ, ଶକ୍ତି, ବୁଦ୍ଧି, ଜ୍ଞାନ ଦିଅ। ପିତା, ଯେପରି ଆପଣଙ୍କର ବୁଦ୍ଧି ଜ୍ଞାନରେ ଆମମାନେ ପରିପୂର୍ଣ୍ଣ ହୋଇ ଆପଣଙ୍କର ସେବା ସତ୍ୟରେ ଏବଂ ଆତ୍ମାରେ କରିପାରିବୁ, ଏଥିପାଇଁ ଆମ ସମସ୍ତଙ୍କୁ ଆଶୀର୍ବାଦ କର। ପିତା, ଆମମାନେ ଯେପରି ଆପଣଙ୍କର ଶିକ୍ଷାରେ ଅଧିକରୁ ଅଧିକ ମନୋଯୋଗୀ ହୋଇ ଆପଣଙ୍କର ସେବାରେ ଆମମାନେ ଅଧିକ ବଢିବୁ। ପିତା, ଏଥିପାଇଁ ଆମ ସମସ୍ତଙ୍କୁ ଆଶୀର୍ବାଦ କର, ସାହାଯ୍ୟ କର। ପିତା, ଆମ ମାନଙ୍କର ଦୁର୍ବଳ ମନ ଆତ୍ମାକୁ ଦୂର କର, ଆମ ମାନଙ୍କୁ ସବଳ କର, ଆତ୍ମାରେ ଉତ୍ତପ୍ତ ହେବା ପାଇଁ ଆମ ମାନଙ୍କୁ ସାହାଯ୍ୟ କର। ପୁଣି ଆଜି ରିଣ୍ଟୁ ଭାଇଙ୍କ ଦ୍ଵାରା ଯେଉଁ ଶିକ୍ଷା ଆମ ମାନଙ୍କ ମଧ୍ୟରେ ପ୍ରଦାନ କରିଅଛ, ଆଉ ଯେଉଁ ଆତ୍ମିକ ବିହନ ବୁଣି ଅଛନ୍ତି, ତାହା ଯେପରି ଆମ ମାନଙ୍କର ହୃଦୟ ରୂପ ଭୂମିରେ ତାହା ପଡି ଅଙ୍କୁରିତ ହୋଇ 30 ଗୁଣ, 60 ଗୁଣ, 100 ଗୁଣ ଫଳ ଉତ୍ପନ୍ନ କରିପାରିବ। ପିତା, ଏଥିପାଇଁ ଆମ ସମସ୍ତଙ୍କୁ ସାହାଯ୍ୟ କର, ଆଶୀର୍ବାଦ କର। ମଧ୍ୟ ଯେଉଁମାନେ ଆଜି ଜଡିତ ହୋଇନାହାନ୍ତି, ସେମାନେ ମଧ୍ୟ ଯେପରି ଆଗାମୀ ସପ୍ତାହ ମାନଙ୍କରେ ଯେପରି ଜଡିତ ହୋଇବେ, ଆପଣଙ୍କର ଶିକ୍ଷାକୁ ଶୁଣି ଆତ୍ମିକ ଜୀବନରେ ଲାଭ କରିବେ, ଉନ୍ନତ ହୋଇପାରିବେ। ପିତା, ଏଥିପାଇଁ ସମସ୍ତଙ୍କୁ ଆସିବା ପାଇଁ ସାହାଯ୍ୟ କର, ଜଡିତ ହେବା ପାଇଁ ସାହାଯ୍ୟ କର। ଦୟାଳୁ ପିତା ପରମେଶ୍ୱର, ଏତେବେଳେ ଯେତେ ଜଣ ମଧ୍ୟ ଜଡିତ ହୋଇ ଆଜିର ବାକ୍ୟ ଶୁଣି ଅଛନ୍ତି, ସମସ୍ତଙ୍କୁ ଆଶୀର୍ବାଦ କର। ଏଇ ଶିକ୍ଷା ଯେପରି ସମସ୍ତଙ୍କର ହୃଦୟ ରୂପ ଅମାରରେ ସଞ୍ଚିତ ହୋଇପାରିବ, ଏଥିପାଇଁ ସାହାଯ୍ୟ କର। ଏଇ ରାତ୍ରକୁ ପୁଣି ଆମ ମାନଙ୍କର ଜୀବନକୁ ଆପଣଙ୍କର ହସ୍ତରେ ଦଉଛୁ। ପିତା, ଏଇ ରାତ୍ରରେ ଆମମାନେ ଯେତେବେଳେ ବିଶ୍ରାମ କରିବୁ, ଆମ ମାନଙ୍କର ସହବର୍ତ୍ତୀ ହୋ, ଆସୁଥିବା ଅନେକ ଆପଦ ବିପଦରୁ ରକ୍ଷା କର। ଆମମାନେ ଆସନ୍ତା କାଲି ପୁନର୍ବାର ଉଠି ଆପଣଙ୍କୁ ଧନ୍ୟବାଦ ଦେବୁ, ଆପଣଙ୍କର ପ୍ରଶଂସା କରିବୁ। ଆସନ୍ତା ସପ୍ତାହରେ ଆହୁରି ଆମମାନେ ଜଡିତ ହୋଇ ଆପଣଙ୍କର ଶିକ୍ଷାକୁ ଶୁଣିବୁ, ଏଥିପାଇଁ ଆମମାନଙ୍କୁ ସାହାଯ୍ୟ କର। ସମସ୍ତଙ୍କୁ ଆତ୍ମିକ ଜୀବନରେ ଅଭିବୃଦ୍ଧି ହେବା ପାଇଁ, ଆପଣଙ୍କର ଦୃଷ୍ଟିରେ ଅନୁଗ୍ରହର ପାତ୍ର ପାତ୍ରୀ, ଆଶୀର୍ବାଦର ପାତ୍ର ପାତ୍ରୀ ହେବା ନିମନ୍ତେ ଆଶୀର୍ବାଦ କର। ଅବଶିଷ୍ଟ ପ୍ରତ୍ୟେକ ବିଷୟ ଯାହା ମୁଁ ମାଗି ନାହିଁ, ଯାହା ମୁଁ ଭୁଲି ଯାଇଅଛି, ସେ ସମସ୍ତ ବିଷୟ ଆମମାନଙ୍କୁ ପ୍ରଦାନ କରନ୍ତୁ। କିନ୍ତୁ ଆମର ଇଚ୍ଛା ଅନୁସାରେ ନୁହେଁ, କିନ୍ତୁ ଆପଣଙ୍କର ଇଚ୍ଛା ମତେ ସମସ୍ତ ବିଷୟ ସଫଳ ହେଉ। ପ୍ରାର୍ଥନା ଶୁଣିଲ, ଏଥିପାଇଁ ଆପଣଙ୍କୁ ଧନ୍ୟବାଦ ଦେଇ ଆମ ସମସ୍ତଙ୍କର ଜୀବନକୁ ଆପଣଙ୍କର ହସ୍ତରେ ଦେଇ ଏହି ପ୍ରାର୍ଥନା ବିନତି ଆପଣଙ୍କର ପ୍ରିୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି ପିତା, ଆମେନ୍। ଆମେନ୍।
ସମସ୍ତଙ୍କୁ ନମସ୍କାର। ନମସ୍କାର ସମସ୍ତଙ୍କୁ ନମସ୍କାର।